ସେଇ ଜିନିଷଟା ହିଁ ସେଇଟା କହୁଛି ମୁଁ ବୁଝିଛି ନାହିଁ। ସାର୍ ଯୋଉ ବସିବା କଥା କାଲି କହୁଛନ୍ତି ଆମେ ଆପଣଙ୍କୁ ଆଉ ଥରେ ରିକ୍ୱେଷ୍ଟ କରୁଛୁ, ଆପଣଙ୍କୁ ଆମେ ସରପଞ୍ଚ ସାଙ୍ଗେ କଥା ହେଲେ ସିଏ ଆପଣଙ୍କୁ ଆମ ରିପ୍ରେଜେଣ୍ଟେଟିଭ ଆଉ ଥରେ ରିକ୍ୱେଷ୍ଟ କରୁଛୁ ଅଦର ସାଇଡରୁ ଯୋଉମାନେ ଆସିବେ କନସର୍ନ ପର୍ସନ ଆସନ୍ତି, ଯେମିତିକି ଆମ ବଡ ଭାଇ ଜଣେ କହିଲେ ସୋ କଲ୍ଡ କଣ୍ଟ୍ରାକ୍ଟର ଅଛି, କିଏ ସେ ଅନ୍ ପେପର ଅଛନ୍ତି, ରେଲୱେ ଡିପାର୍ଟମେଣ୍ଟର କିଏ ଅଛନ୍ତି, ସେମାନେ ଆସନ୍ତି। ଥୋଡ଼ି ନା ଆଜ୍ଞା 5 ଜଣ 10 ଜଣ କିଏ ଆସି ବସି ବସି କଥା ହେବେ। ଠିକ ଅଛି ଆପଣ ଯଦି ହେଇପାରିବ କି ସାର୍, ସେଟା ହେଇପାରିବ। ଆପଣ ଯାହାକୁ ଚାହୁଁଛନ୍ତି ଆମେ ତାକୁ କହିବେ ଆସନ୍ତୁ ବୋଲି। ସାର୍ ଆପଣ ବୁଝୁନ, ଆମେ କହିବୁନି କି, ଆମେ କେବଳ ଦେଖିବୁ ଯେ କନସର୍ନ ଲୋକ କିଏ, କିଏ କାହା ନାଁରେ ପେପର ଅଛି, ଆପଣଙ୍କ ରେଲୱେ ପାଇଁ କାମ ରେଲୱେ ଅଥରିଟି କିଏ ଅଛନ୍ତି, ସେମାନଙ୍କ ସହିତ ଆମେ କଥା ହବୁ। ଥୋଡ଼ି ନା 5-10 ଜଣ କିଏ ଭଡାଟି ଆସିଛନ୍ତି ତାଙ୍କ ସାଙ୍ଗେ କଥା ଆମେ ବି କନସଲ୍ଟ ଦଉଛୁ ନା, ସରପଞ୍ଚ ଆସିବେ, ଜିଲ୍ଲା ପରିଷଦ, ଆମେ ବି ସରକାରୀ ଲୋକ। ଠିକ ଅଛି, ବର୍ତ୍ତମାନ ହଉଛି କଥା ସବୁ ପ୍ରକାର ରହିଲା ପରେ ବର୍ତ୍ତମାନ ହଉଛି କଥା ଆମେ ଆଲୋଚନା ପାଇଁ କାଲି ରଖିଲେ, କାଲି 11ଟାରେ ଆଲୋଚନା ମୁଁ ବି ମଧ୍ୟ ଆସିବି। ସେମାନେ କହୁଛନ୍ତି ତାଙ୍କର କହିବା କଥା ହଉଛି ଯେହେତୁ ଆମର ସ୍ଥିତି ଅଛି ଆମେ ଯିବୁ କି ନାହିଁ ଯାଇପାରିବୁ, ମୋ କଥାକୁ ମାନିକି ସେମାନେ ମଧ୍ୟ ରହିବେ ନା ଆଜ୍ଞା ଯିବୁନି କି ଆଉ କୌଣସି ବାଲି ଆମେ ସେଠିକି ସେଠି ନାହିଁ, କାଲି ଆଲୋଚନା ନେଇ ରଖିଛି ଆପଣଙ୍କ କଥା ସମ୍ମାନ କରୁଛୁ ଆମେ ଆଜ୍ଞା ଆପଣ ମନା କରୁଛୁ ଆମେ ନେବୁନି, କିନ୍ତୁ ଆମେ ଆଜ୍ଞା ଆଉ ଠିକ ଅଛି ଆମେ ନେବୁନି କି ଆଉ କେଉଁ ଆମର ଉଠିବନି କି କିଛି ହେବନି। ଆମର ଯେହେତୁ ସେଫ୍ କଷ୍ଟଡି ନାହିଁ ଆମକୁ ଇଏ ହେଉଛି, ତେଣୁ ଆଜ୍ଞା ଆମେ ଆଉ ଗାଡ଼ି ସେଫ୍ ସକାଶେ ମାସେ ହେଲାଣି ଶୁଣନ୍ତୁ ତେଣୁ ଆମେ ଏଠି ରଖିବୁ, ଆମେ ନିରାପଦ ଲାଗୁନି ଆଜ୍ଞା, ତେଣୁ ଠିକ ଅଛି ପୁଲିସ ଷ୍ଟେସନ ଯାଆନ୍ତୁ ସାର୍ ଯାଆନ୍ତୁ, ବଟ୍ ବାଲିଟା ଅନୁରୋଧ କରିଦେଇ ଯାଆନ୍ତୁ, ବାଲିଟା ସମ୍ମାନ ଉପରୁ କଥା ହଉଛି କେମିତି ପ୍ରପର ଜିନିଷ ଠିକ ଜିନିଷ ହବ ଆ ଭିତରେ ମୁଁ ଆପଣ ମାନଙ୍କୁ ଯିବା ପୂର୍ବରୁ କହିଲି ଭାଇମାନେ ଟିକେ ଆପଣ ଆଜ୍ଞା ଶୁଣନ୍ତୁ ଆଜ୍ଞା ସାର୍ କଣ କହୁଛନ୍ତି ଶୁଣ ଆପଣଙ୍କୁ କହିକିରି ଗଲି ଆପଣ ଦୟାକରି 50 ଫୁଟ ତଳକୁ ଯାଆନ୍ତୁ ବୋଲି, 50 ମିଟର ଦୂରକୁ ଯାଆନ୍ତୁ ବୋଲି, ଆପଣମାନେ ଟିକେ ବାଟ ଗଲେ ଗଲେ ଠିକ ଅଛି। এইଥିପାଇଁ ମୁଁ କହିଦେବି କାରଣ ମୁଁ ସେ ସମୟରେ କଥାବାର୍ତ୍ତା ହେବି ଆପଣ ଭିତରେ କିଏ ଗୋଟେ ୱାର୍ଡ ଏପଟ ସିଏ ଗୋଟେ କଥା କହିଦେବେ ଆପଣ ଗୋଟେ କଥା ଶୁଣନ୍ତୁ ଆଜ୍ଞା, ଆପଣ ଧରନ୍ତୁ ଗୋଟେ ଠିକ ଲୋକ ବୁଝିବା ସୁଝିବା ଜ୍ଞାନୀ ଗୁଣୀ ଲୋକ ସମେତ ମୋ ପିଲାଙ୍କିଆ ଲୋକ କା ପାଟିରୁ ଗୋଟେ ସ୍ଲିପ୍ ହେଇଯିବ, ସେଇ କଥାକୁ ସିଏ ଧରି ବସିବେ ବା ସେମାନଙ୍କ ଭିତରେ ତ ସମେତ ଠିକରେ ନାହାନ୍ତି ନା, କିଏ ସେ କଥାଟା ନ ବନିକିରି ବିଗିଡ଼ିବ। ସେଇଥିପାଇଁ ମୁଁ କହିଲି ଆପଣ ଦୂରରେ ଥାଆନ୍ତୁ, ମୁଁ କଥା ହେଉଛି ସେପଟେ ତାଙ୍କୁ ବି କହିଲି ସେ କଥା ତା ଭିତରେ ଏଇଟା ହେଲେ ଆମେ ଗୋଟେ ବାଟ ଗୋଟେ ପ୍ରପର ବାଟରେ ସଲ୍ୟୁସନ୍ ଆଡ଼କୁ ଯିବା ନା ନାହିଁ, ଯୋଉଟା ପ୍ରପର ଜିନିଷ ଯୋଉଟା ସେ ଆଡ଼କୁ ଯିବାର ଆମର ଲକ୍ଷ୍ୟ ତ ସେଥିପାଇଁ ଆସିଛି। ଠିକ ଅଛି ମୁଁ ଆପଣଙ୍କୁ ଖରାପ ବୋଲିବି ଶୁଣନ୍ତୁ ଆଜ୍ଞା, ମୁଁ ଆପଣଙ୍କୁ ଖରାପ ବୋଲିକି କହିନି, ମୋ କଥାବାର୍ତ୍ତା ମୁଁ ଆଇଲା ବେଳଠୁ ଆପଣଙ୍କ ସହିତ ମୁଁ କେମିତି କଥା ହଉଛି ଆଜ୍ଞା ଶୁଣନ୍ତୁ ମୋ କଥା ଶୁଣନ୍ତୁ, ମୁଁ କହିଦେଉଛି ଶୁଣନ୍ତୁ ଆଜ୍ଞା ମୋ ଶୁଣନ୍ତୁ ଆଜ୍ଞା ମୁଁ କଥାବାର୍ତ୍ତା ହେବାକୁ ଆପଣମାନଙ୍କୁ କହିଲି 50 କିଲୋମିଟର ଦୂରକୁ ଯାଆନ୍ତୁ, ତାଙ୍କୁ କହିଲି 5 ମିନିଟ୍ ମୋତେ ରୁହନ୍ତୁ ମୁଁ କଥା ହେଉଛି, ତାଙ୍କୁ ମଧ୍ୟ କହିଲି 5 ମିନିଟ୍ ମୋତେ କଥା ହେବେ, ମୁଁ ସିଆଡ଼େ କଥା ହେବି ପାରୁଛି କ'ଣ ଆମେ ଗୋଟେ ଜିନିଷ ଗୋଟେ ବାଟ ଫିଟିବା ପାଇଁ ଆସିଛି ନା ଅନୁସାରେ ଗୋଟେ ଯେଉଁଟା ଆମର ପ୍ରକୃତ କାମଟା ହେବାର ଅଛି, ଆପଣମାନଙ୍କର ତାଙ୍କର ଶୁଭଙ୍କର କାମଟା ହେବାର ଅଛି, ଏଇଟା ହେଉଛି ମୋ କଥା ଶୁଣନ୍ତୁ ବର୍ତ୍ତମାନକୁ ଶୁଣନ୍ତୁ ଆପଣ ଖାଇକି ସେ ଆପଣଙ୍କୁ ପୁରା ମୁଁ କହିଲି ସେ କଥାଟା ବୁଝେଇକିରି ଆପଣ ଜାଣିବା କହିକିରି ମୁଁ ଛାଡ଼ୁ ମୁଁ ଜାଣିଛି ଆପଣ ସେପଟକୁ ଫୋନରେ କଥାବାର୍ତ୍ତା ହେବ, ସେ ବହି ଭିତରୁ ପ୍ରମୋଦ ଜଣେ ଥିଲା ଠିକ ଅଛି। ବର୍ତ୍ତମାନ କଥାଟା ହେଉଛି ଏଇଆ ଯେ ବର୍ତ୍ତମାନ ମୁଁ ସେ ଗାଡ଼ିକୁ ମୁଁ ନେଇକି ରଖିବି, ବର୍ତ୍ତମାନ ସେ ଯିବ ଗାଡ଼ି ତାଙ୍କର ଡେଷ୍ଟିନେସନକୁ ଯିବନି, ଆମର ଗାଡ଼ିରେ ଆମ ପୁଲିସ ଷ୍ଟେସନକୁ ଯିବ, ପୁଲିସ ଷ୍ଟେସନରେ ରହିବ କାହା ନା ଏଠି ନା ଆପଣଙ୍କ ପାଖରେ ନା ପୁଲିସ ପୁଲିସ ଷ୍ଟେସନକୁ ବର୍ତ୍ତମାନ ଯିବ ନାଇଁ ନାଇଁ ଆପଣଙ୍କୁ ଦେଇକି ସେ ନିଶ୍ଚିତତାକୁ ଲିଗାଲ ପରମିଶନ ଦେଇଥିବ, ଏଗ୍ରିମେଣ୍ଟ କରିଥିବ, ସେ ଏଗ୍ରିମେଣ୍ଟକୁ ନେଇକି ଆସନ୍ତୁ, ନେଇକି ଆସିକି ଆମକୁ ଦେଖାନ୍ତୁ, ଏଠି ଗ୍ରାମବାସୀ ଜିଲ୍ଲା ପଞ୍ଚାୟତର ମୁଖ୍ୟଙ୍କୁ ରଖିଛୁ, ସରପଞ୍ଚ ଜିଲ୍ଲା ପରିଷଦ ଏମାନଙ୍କୁ ରଖିଛୁ, ସେଠି ରଖିଛୁ ଯେ ସମସ୍ତେ ତାଙ୍କରି ପାଖକୁ ଆସିବେ।